ଆଜି ଏବେ ଗୋଟେ ଅଧଘଣ୍ଟା ଆଗରୁ ମାନେ ଘରେ ସବୁ ଅଛୁ, ନିଦ ବି ହେଇନି, ଶୋଇନଥିଲୁ। ହଠାତ୍ ଗୋଟେ ଶବ୍ଦ ହେଲା। କଣ ହେଲା ବୋଲି ସବୁ ବାହାରକୁ ବାହାରିଲୁ। ଦେଖିଲାକୁ ଜାଣିବାକୁ ପାଇଲୁ ଯେ earthquake ମାନେ ଭୂମିକମ୍ପ ହେଲା ବୋଲି। ପୁରା ବିଜୁଳି ଘଡଘଡି ସାଉଣ୍ଡ ହେଲା, କିନ୍ତୁ ଦେଖିବାରୁ earthquake ହେଇଛି ଆଉ। ପୁରା ମାନେ ଜୀବନରେ ପ୍ରଥମ ଥର ଅନୁଭବ କରିବା ପାଇଲୁ। ଆଉ ଏତେ ବଡ ଭୂମିକମ୍ପ କେବେ ଖାଲି ଶୁଣିଥିଲୁ, କେବେ ଦେଖି ମାନେ ଅନୁଭବ କରିନଥିଲୁ। ପ୍ରଥମ ଥର ଅନୁଭବ କଲୁ ଆଉ। କଣ କରିବୁ, ସମସ୍ତେ ଭୟରେ ସମସ୍ତେ ବାହାରକୁ ପଳେଇ ଆସିଲୁ। ବର୍ତ୍ତମାନ ଛକ ଉପରେ ଲମତାଉଟ ବାସୀ ସମସ୍ତେ ଅଛୁ। ଛୋଟରୁ ବଡ଼ ସମସ୍ତେ ଛକରେ ଅଛୁ ଏବେ। ଘରୁ ବାହାରି ପଡିଲୁ। ଆକ୍ଚୁଆଲି ଆମେ କଣ ହେଇଥିଲା, ଆମେ ଘରେ ଥିଲୁ। ଘରେ ଶୋଇବାକୁ ଯାଉଥିବା ସମୟରେ 11ଟାରୁ 11:30 ସମୟ ଭିତରେ ଏମିତି ଗୋଟେ ଶବ୍ଦ ଶୁଭାଗଲା ଯେ ଆମ ଗୋଡ଼ ହାତ ସବୁ ଥରିଗଲା। ଆମ ଘରେ ମିଶା ମୋ ଘରେ ମିଶା କାନ୍ଥ ବି ଭାଙ୍ଗି ଯାଇଛି। ଏତେ ଜୋର ଥରିଲା, ଆମେ ସବୁ ଭୟଭୀତ ହେଇକି ବାହାରକୁ ଚାଲି ଆସିଲୁ। ଆମ ଘରେ ମୋ ମା ଛୋଟା ଲୋକ, ତାଙ୍କୁ ମିଶା ମୁଁ ଡାକି ବାହାରୁ ଧରି ପଳେଇ ଆସିଲି। ଆଉ ଛକରେ ବି ସମସ୍ତେ ଲୋକ ଆମେ ସବୁ ଠିଆ ହେଇଛୁ ଏଠୁ, କାଳେ ଆଉଥରେ ସେ ଜିନିଷ ହବ। ଆମେ ଭୟଭୀତ ହେଇ ଆମେ ଭାବୁଛୁ କାଳେ କିଛି ଯୁଦ୍ଧ ପାଇଁ କଣ ହେଇଛି, କି କିଛି ନ୍ୟୁକ୍ଲିୟର ୱାର ହେଇଛି, କି ଆମେ ଏପର୍ଯ୍ୟନ୍ତ ଜାଣିପାରୁନୁ। ଅନୁଭୂତିରେ ଏମିତି ହେଲା, ଗୋଡ଼ ହାତ ଥରିଲା, ମାନେ ଘରର ବାସନ କୋସନ ସବୁ ହଲିଗଲା। କାନ୍ଥ ଯେମିତି ଭୁଷୁଡ଼ି ପଡ଼ିଗଲା ଭଳି ଲାଗିଲା। ଏତେ ଜୋରରେ ଶବ୍ଦ ହେଲା, ଛକର ସମସ୍ତେ ଲୋକ ଏଠି ବାହାରକୁ ଚାଲି ଆସୁଛୁ। ଆଗରୁ କିଛି ନଥିଲା, କିନ୍ତୁ ସଡନ୍ କିଛି ସେକେଣ୍ଡ ପାଇଁ, ମିନିମମ୍ 5 ରୁ 6 ସେକେଣ୍ଡ ଭିତରେ ଏ ସବୁ ହେଲା।